ଦିନେ ଜଙ୍ଗଲରେ ବୁଲି ବୁଲି ଗୋଟେ ମା ଚଢ଼େଇ କାମ ଖୋଜୁଥିଲା, ହେଲେ ସେ କୋଉଠି ବି କାମ ପାଇଲାନି। ଶେଷରେ ନିରାଶ ହେଇ ସେ ଘରକୁ ଫେରି ଆସିଲା। ମାରେ, ମୁଁ ଆଜି କୋଉଠି ବି କାମ ପାଇଲିନି। ଏବେ କେମିତି ଯେ ଘର ଚଳିବି କିଛି ବୁଝିପାରୁନି। ମା, ଚାଲ ଆମେ ଆଈଙ୍କ ପାଖକୁ ଯିବା, ତାଙ୍କଠୁ ଟଙ୍କା ଆଣି ଖାଇବା କିଣିବା। ମୁଁ ଯେବେ ବି ଆଈ ଘରକୁ ଯାଏ, ଆଈ ମତେ ଅନେକ ଟଙ୍କା ଦିଅନ୍ତି। ଆଈଙ୍କ ପାଖରେ ନା ବହୁତ ଟଙ୍କା ଅଛି। ହଁ, ତୁ ଠିକ କହିଲୁ। ଏବେ କେବଳ ମା ହିଁ ମତେ ସାହାଯ୍ୟ କରିପାରିବ। ଚାଲେ ମା, ତ ଆଈ ପାଖକୁ ଯିବା। ଆରେ ମା, ଏତେ ଦିନ ପରେ ଯାଇ ମୋ କଥା ତୋର ମନେ ପଡ଼ିଲା। କଣ ହେଲା? ତମ ଦୁଇ ଜଣଙ୍କର ମୁହଁ ଶୁଖି ଯାଇଛି କାହିଁକି? କିଛି ଖାଇଛ କି ନାହିଁ? ଆମେ ଖାଇବା ଖାଇଛୁ ମା। କିଛି ଦିନ ଧରି ମୁଁ କାମ ଖୋଜୁଛି, ହେଲେ ପାଉନି। ଜାଣିପାରୁନି ଏବେ ଘର କେମିତି ଚଳିବି। ମତେ କିଛି ଟଙ୍କା ଦେଇଥାଅ ମା। ଘରର ସଉଦା କିଣିବା ପାଇଁ ବି ଏବେ ମୋ ପାଖରେ ଟଙ୍କା ନାହିଁ। ଆଚ୍ଛା ହଉ, ଗଲାବେଳେ ତୁ ମୋଠୁ ଟଙ୍କା ନେଇଯିବୁ। ଏତେ ଦିନ ପରେ ମୋ ନାତୁଣୀ ଘରକୁ ଆସିଛି, ତମେ ଦୁଇ ଜଣ କିଛି ଦିନ ମୋ ସାଙ୍ଗରେ ରହିଯାଅ। ନାଇଁ ମା, ରହିବା ପାଇଁ ବି ସମୟ ନାହିଁ। ଆମେ ଆଉ ଦିନେ ଆସିବୁ। ମୁଁ ପୁଣି କାମ ଖୋଜିବାକୁ ଯିବି। ମତେ କିଛି ଟଙ୍କା ଦେଇଥାଅ। ଆଚ୍ଛା ହଉ, ଏଇ ନେ। ଆରେ ମା, ତୁ ଯଦି କାମ ନ ପାଇବୁ କିଛି ଭାବିଛୁ ତୁ କଣ କରିବୁ? ନାଇଁ ମା, ମୁଁ ସେ ବିଷୟରେ କିଛି ବି ଭାବିନି। ତୁ ତ ଜାଣୁରେ ମା, ତୋ ବାପାଙ୍କର ଏକ ଡଙ୍ଗା ଅଛି। ସେ ଚାଲିଯିବା ପରେ ତାଙ୍କ ଡଙ୍ଗା ସେମିତି ଖାଲି ପଡ଼ିଛି। ତୁ ସେ ଡଙ୍ଗା ନେଇଯା। ଯଦି କାମ ନ ପାଇବୁ ସେ ଡଙ୍ଗା ଦ୍ୱାରା ମାଛ ଧରି ଘର ଚଳିପାରିବୁ। ମା, ଭଲ ବୁଦ୍ଧିଟା ଦେଇଛ। ମୁଁ ଗଲାବେଳେ ସେ ଡଙ୍ଗାକୁ ବି ସାଙ୍ଗରେ ନେଇଯିବି। ତାପରେ ମା ଚଢ଼େଇ ଡଙ୍ଗା ନେଇ ତା ଛୁଆ ସାଙ୍ଗରେ ଘରକୁ ଫେରିଲା। ମାରି, ତୁ ଘରେ ଥା, ମୁଁ ଯାଉଛି। ବଜାରରୁ ଏକ ଜାଲ ନେଇ ଆସିବି, ତାପରେ ଆମେ ମାଛ ଧରିବାକୁ ଯିବା। ଏମିତି କହି ମା ଚଢ଼େଇ ବଜାରକୁ ଗଲା, ଆଉ ଏକ ଜାଲ କିଣି ଆଣିଲା। ତାପରେ ସେମାନେ ଡଙ୍ଗା ଧରି ନଦୀ ପାଖକୁ ଗଲେ। ଡଙ୍ଗାରେ ବସି ମା ଛୁଆ ନଦୀ ଭିତରକୁ ଯାଇ ମାଛ ଧରିଲେ। ମା ଦେଖ, ଆଜି ଆମେ କେତେ ମାଛ ଧରିଲେ। ମା, ଏ ମାଛ ବିକ୍ରି କରି ମୋ ପାଇଁ ଆଜି ଗୋଟେ ଚକୋଲେଟ ଆଣିଦେବ। ହଁ ରେ ମା, ମୁଁ ଏ ମାଛ ବିକ୍ରି କରି ତୋ ପାଇଁ ଚକୋଲେଟ ଆଉ ଘର ପାଇଁ ସଉଦା ଆଣିବି। ଏମିତି ଯଦି ପ୍ରତିଦିନ ଆମେ ମାଛ ଧରି ପାରିବା, ମତେ ଆଉ କାମ ଖୋଜିବାକୁ ପଡ଼ିବନି। ତାପରେ ମା ଚଢ଼େଇ ସେ ମାଛ ଧରି ବଜାରକୁ ଗଲା ଆଉ ବିକ୍ରି କଲା। ସେ କିଛି ସଉଦା କିଣି ଘରକୁ ଫେରୁଥିଲା। ରାସ୍ତାରେ ତା ପାଖ ପଡ଼ୋଶୀ କାଉ ସହ ତାର ଦେଖା ହେଲା। ଆରେ ଚଢ଼େଇ, କଥା କଣ? ସକାଳେ ତୁ କାମ ନ ପାଇବାରୁ ଅନେକ ଚିନ୍ତାରେ ଥିଲୁ। ଏବେ କଣ ଏତେ ସଉଦା ଧରି ଘରକୁ ଯାଉଛୁ? କୋଉଠୁ ଟଙ୍କା ଚୋରି କରି ଆଣିଲୁ କି? ଏମିତି କଥା କାହିଁକି କହୁଛ କାଉ ଭାଇ? ମୁଁ କାହିଁକି କାହାଠୁ କିଛି ଚୋରି କରିବି? ଖାଇବାକୁ ନ ପାଇ ମରିଯିବି ପଛେ କାହାଠୁ କିଛି ଚୋରି କରିବିନି। ତେବେ ଶୁଣ, ମୁଁ ଏତେ ସଉଦା କେମିତି କିଣିଲି। ଚଢ଼େଇ କାଉକୁ ତାର ଡଙ୍ଗା ଆଣି ମାଛ ଧରିବା କଥା କହିଦେଲା। ଆଚ୍ଛା, ଏମିତି କଥା। ହଉ, ତୁ ଏବେ ଘରକୁ ଯା। ଚଢ଼େଇ ଆଉ କାଉ ନିଜ ନିଜ ଘରକୁ ଫେରିଗଲେ। ଆରେ ଜାଣିଛୁ, ଚଢ଼େଇ ନା ଏବେ ଆମଠୁ ବି ଅଧିକ ଟଙ୍କା ରୋଜଗାର କଲାଣି। ତମେ କଣ କହୁଛ? ଚଢ଼େଇର ସ୍ୱାମୀ ମଲା ପରେ ସେ ଗୋଟେ ବି କାମ ଖୋଜିକି ପାଉନଥିଲା। ଏବେ ସେ ଏତେ ଟଙ୍କା କେମିତି ରୋଜଗାର କରୁଛି? କାଉ ତା ସ୍ତ୍ରୀକୁ ସବୁ ଘଟଣା କହିଲା। ସବୁ ଶୁଣି ତ କାଉର ସ୍ତ୍ରୀ ଈର୍ଷାରେ ଜଳିଗଲା। ମୁଁ ସେ ଚଢ଼େଇକୁ କେବେ ବି ଧନୀ ହେବାକୁ ଦେବିନି। ସେ ରୋଜଗାର କରୁଥିବା ରାସ୍ତାକୁ ହିଁ ମୁଁ ବନ୍ଦ କରିଦେବି। ଏମିତି ସେ ଦୁଇ କାଉ ଏକ ଯୋଜନା ବନେଇଲେ। ରାତି ହେବା ପରେ ସେମାନେ ନଦୀ ପାଖକୁ ଗଲେ। ସେ ନଦୀ କୂଳରେ ହିଁ ଚଢ଼େଇ ତାର ଡଙ୍ଗା ରଖିଥିଲା। ଦୁଇ କାଉ ମିଶି ଚଢ଼େଇର ଡଙ୍ଗା ଭିତରେ ଛୋଟ ଛୋଟ କଣା କରିଦେଲେ। ଏବେ ଦେଖିବି ସେ ଚଢ଼େଇ କେମିତି ଟଙ୍କା ରୋଜଗାର କରିବ। ଚାଲ ଚାଲ, କେହି ଦେଖିବା ପୂର୍ବରୁ ଶୀଘ୍ର ଏଠାରୁ ଚାଲିଯିବା। ତାପରେ ଦୁଇ କାଉ ସେଠାରୁ ଚାଲିଗଲେ। ପରଦିନ ମା ଚଢ଼େଇ ତାର ଝିଅକୁ ଧରି ଡଙ୍ଗାରେ ବସି ନଦୀ ଭିତରକୁ ଯାଇ ମାଛ ଧରିଲା। କିଛି ସମୟ ପରେ ହିଁ ତାଙ୍କ ଡଙ୍ଗାରେ ପାଣି ଭର୍ତ୍ତି ହେଇଗଲା। ମା, ଆମ ଡଙ୍ଗାରେ ପାଣି ଭର୍ତ୍ତି ହେଇଗଲା। ଆମେ ଏବେ ଘରକୁ କେମିତି ଫେରିବା? ମୁଁ ତ କିଛି ଜାଣିପାରୁନି ରେ ମା। ଗତକାଲି ତ ଡଙ୍ଗା ଠିକ ଥିଲା, ଆଜି ଏମିତି କଣ କେମିତି ହେଇଗଲା କିଛି ଜାଣି ହଉନି। ଏ ନଦୀ ଅନେକ ବଡ଼,
ଆମେ ଉଡ଼ିକି ବି ନଦୀ ପାର କରିପାରିବାନି। ମାରି ତୁ ଜମା ବି ଡରନି, ମୁଁ ତ ପାଖକୁ ଯାଉଛି। ମା ଚଢ଼େଇ କିଛି କରିବା ପୂର୍ବରୁ ହିଁ ତାଙ୍କ ଡଙ୍ଗା ନଦୀରେ ବୁଡ଼ିଗଲା। ଏସବୁ ଦୂରରୁ ଦୁଇ କାଉ ଦେଖୁଥିଲେ। ଯା ଚଢ଼େଇ ଯା, ଏବେ ଉପରେ ଯାଇ ମାଛ ବିକ୍ରି କରିବୁ ଯା। ଆରେ ମା, ଆମର କିଛି ବି ହେଇନି, ଆମେ ତ ଠିକ ଅଛେ। ପାଣି ଭିତରେ ଆମେ କେମିତିକା ଜାଗାକୁ ଚାଲି ଆସିଲେ? ତମ ଦୁଇ ଜଣଙ୍କୁ ମୋ ଘରେ ସ୍ୱାଗତ। ଅନେକ ଦିନରୁ ମୁଁ ଏଠି ରହି ଆସୁଛି। ମୁଁ ଭଲ ଚଢ଼େଇମାନଙ୍କୁ ସାହାଯ୍ୟ କରି ତମମାନଙ୍କୁ ବିପଦରେ ଦେଖି ମୁଁ ମୋ ଶକ୍ତି ତମମାନଙ୍କୁ ଦେଇଦେଲି। ସେଥିପାଇଁ ତମେମାନେ ପାଣି ଭିତରେ ବି ନିଶ୍ୱାସ ନେଇପାରୁଛ। ଜଳପରି, ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମ ପାଇଁ ଆଜି ଆମ ଜୀବନ ବଞ୍ଚିଗଲା। ଆରେ ଚଢ଼େଇ, ମୁଁ କହିଲି ନା ମୁଁ ଭଲ ଚଢ଼େଇମାନଙ୍କୁ ସାହାଯ୍ୟ କରେ। ମୁଁ ଜାଣେ ଚଢ଼େଇ, ତୁ ବହୁତ ଭଲ ଆଉ ପରିଶ୍ରମୀ। ମୁଁ ତତେ ସାହାଯ୍ୟ କରିନଥାନ୍ତି କେମିତି? ଚଢ଼େଇ, ମୁଁ ତୋର ଡଙ୍ଗାକୁ ବି ଠିକ କରିଦେଇଛି। ଏବେ ତୁ ଆରାମରେ ତୋ ଝିଅ ସହ ଏ ଡଙ୍ଗାରେ ଯାଇପାରିବୁ। ଚଢ଼େଇ, ଏ ସବୁ ପଇଡ଼ ଗଛ ମୁଁ ଲଗେଇଛି। ଏସବୁ ଯାଦୁର ପଇଡ଼ ଗଛ। ତୁ ଏଥିରୁ କିଛି ନେଇଯା, ବଜାରରେ ବିକ୍ରି କରିବୁ। ଆଉ ଯଦି କେବେ ପଇଡ଼ ଦରକାର ହୁଏ, ଏଠାକୁ ଆସି ନେଇଯିବୁ। ହଁ ମା, ଚାଲ ଆମେ କିଛି ପଇଡ଼ ନେଇଯିବା। ଏବେ ତ ଗରମ ଦିନ, ସମସ୍ତଙ୍କୁ ପଇଡ଼ ପାଣି ପିଇବାକୁ ଭଲ ଲାଗିବ। ତାପରେ ଚଢ଼େଇ କିଛି ପଇଡ଼ ଧରି ତା ଝିଅ ସାଙ୍ଗରେ ନଦୀ ଉପରକୁ ଆସିଲା। ଏ ସବୁ ଘଟଣା ଦୁଇ କାଉ ବି ଦେଖୁଥିଲେ। ଆରେ ତମେ ଦେଖିଲ, ସେ ଚଢ଼େଇ ମରିନି। ସେ ଏତେ ଗୁଡ଼ିଏ ପଇଡ଼ ଧରି ପାଣିରୁ କେମିତି ବାହାରିଲା? ନିଶ୍ଚୟ ଏ ନଦୀ ଭିତରେ ଯାଦୁର ଦୁନିଆ ଅଛି। ଚାଲ ଚାଲ, ଆମେ ବି ନିଜ ଡଙ୍ଗାକୁ କଣା କରି ନଦୀ ଭିତରକୁ ଯିବା, ଆଉ କିଛି ପଇଡ଼ ନେଇ ଆସିବା। ତାପରେ ଦୁଇ କାଉ ନିଜ ଡଙ୍ଗାକୁ ବି କଣା କରି ନଦୀ ଭିତରକୁ ଗଲେ। ସେମାନେ ଜଳପରି ପାଖରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କ ଡଙ୍ଗା ବୁଡ଼ିଗଲା, ଆଉ ସେମାନେ ସେଇ ନଦୀରେ ବୁଡ଼ି ମରିଗଲେ। ସେପଟେ ଚଢ଼େଇ ଯାଦୁର ପଇଡ଼ ବିକ୍ରି କରି ଅନେକ ଟଙ୍କା ପାଇଲା। ଯେତେବେଳେ ବି ତାର ପଇଡ଼ ଦରକାର ହେଉଥିଲା, ସେ ଜଳପରି ପାଖକୁ ଯାଉଥିଲା ଆଉ ତା ପାଖରୁ ପଇଡ଼ ନେଇ ଆସୁଥିଲା। ଏମିତି ମା ଚଢ଼େଇ ତା ଝିଅ ସହ ଖୁସିରେ ନିଜ ଜୀବନ ବିତେଇଲା। ଏ କାହାଣୀ ହେଉଛି ଏକ ଗରିବ ମା ଚଢ଼େଇର। ଜଙ୍ଗଲର ଶେଷ ମୁଣ୍ଡରେ ଘର କରି ସେ ନିଜ ଛୋଟ ପୁଅ ଗୁଡୁ ସହ ରହୁଥିଲା। ମା ଚଢ଼େଇଟି ଅନେକ କଷ୍ଟରେ ନିଜ ଘର ଚଳିଲେ ବି ସେ ତା ପୁଅର ସବୁ ଇଚ୍ଛା ପୂରା କରୁଥିଲା। ଦିନେ ସେ ତାର ପୁଅ ସାଙ୍ଗରେ ବଜାରକୁ ଯାଇଥିଲା। ମା, ମୁଁ ଖେଳନା ନେବି, ମତେ ଗୋଟେ ଖେଳନା କିଣିଦିଅ ନା। ତୁ ଖେଳନା କିଣିବୁ? ଠିକ ଅଛି, ଚାଲ ସେ ଦୋକାନକୁ ଯିବା। ଆଚ୍ଛା କହିଲୁ, ତୁ କଣ ଖେଳନା କିଣିବୁ? ମା, ମୁଁ ଏ ଫୁଟବଲ ନେବି। ଭାଇନା, ଏ ଫୁଟବଲର ଦାମ କେତେ? ଏ ଫୁଟବଲର ଦାମ 50 ଟଙ୍କା। 50 ଟଙ୍କା? ଆରେ ଧନ, ଏତେ ଟଙ୍କା ତ ମୋ ପାଖରେ ନାହିଁ। ଚାଲ ଏବେ ଘରକୁ ଯିବା, ଆଉ ଦିନେ ମୁଁ ତତେ ଖେଳନା କିଣିଦେବି। ନାଇଁ, ମୁଁ ଫୁଟବଲ ନେବି, ନହେଲେ ମୁଁ ଘରକୁ ଯିବିନି। ମତେ ଫୁଟବଲ କିଣିଦିଅ। ଭଉଣୀ, ଛୁଆଟାକୁ ଆଉ କନ୍ଦାନ୍ତୁନି, ତା ପାଇଁ ଏ ଫୁଟବଲ କିଣି ଦିଅନ୍ତୁ। ଆଚ୍ଛା କହିଲେ, ଆପଣଙ୍କ ପାଖରେ କେତେ ଟଙ୍କା ଅଛି? ମୋ ପାଖରେ 20 ଟଙ୍କା ଅଛି। ଆଚ୍ଛା ଠିକ ଅଛି, ମତେ ସେ 20 ଟଙ୍କା ଦିଅନ୍ତୁ। ଆଜି ଆପଣଙ୍କ ପୁଅ ପାଇଁ ମୁଁ 20 ଟଙ୍କାରେ ବଲ୍ ଦେଇଦେବି। ଗୁଡୁ ବଲ୍ ପାଇ ଖୁବ୍ ଖୁସି ହେଇଗଲା। ସେ ବଲ୍ ଧରି ତା ମା ସହ ଘରକୁ ଫେରିବା ସମୟରେ ଗାଜର ହାଲବା ବିକ୍ରି ହେଉଥିବା ଦୋକାନକୁ ଦେଖି କହିଲା, ମା, ମୁଁ ଗାଜର ହାଲବା ଖାଇବି। ମତେ ଭାରି ଭୋକ ଲାଗିଲାଣି, ମତେ ଗୋଟେ ପ୍ଲେଟ କିଣିଦିଅ ନା। ହଁ, ଆସ ଆସ, ମୋ ପାଖରୁ ଗାଜର ହାଲବା ନେଇଯାଅ। ମୋ ଗାଜର ହାଲବା ବହୁତ ମିଠା, ଥରେ ଖାଇଲେ ତାର ସ୍ୱାଦ ଭୁଲି ପାରିବନି। ଗୋଟେ ପ୍ଲେଟ ମାତ୍ର 50 ଟଙ୍କା। ଆରେ ଧନ, ଆମେ ପରା ଏବେ ବଲ୍ କିଣିଲେ, ମୋ ପାଖରେ ଆଉ ଟଙ୍କା ନାହିଁ। ନା, ମୁଁ କିଛି ଜାଣିନି, ମତେ ଗାଜର ହାଲବା ଦିଅ, ମୁଁ ଖାଇବି। ଭାଇନା, ମତେ ବାକିରେ ଗୋଟେ ପ୍ଲେଟ ଗାଜର ହାଲବା ଦେଇଥାଅ, ମୁଁ ଏବେ ହିଁ ଘରୁ ଟଙ୍କା ଆଣିଦେବି। ନା, ମୁଁ କାହାକୁ ବି ବାକି ଦିଏନି। ଟଙ୍କା ନାହିଁ ତ ଏଠାକୁ ଆସୁଥିଲ କଣ ପାଇଁ? ହାତରେ ଟଙ୍କା ନାହିଁ ଆଉ ଚାଲି ଆସିଲେ ଗାଜର ହାଲବା ଖାଇବା ପାଇଁ। ଯାଅ, ଏଠି ଭିଡ଼ ଜମାଉନି। ଗୁଡୁ, ତୁ ଗାଜର ହାଲବା ଖାଇବୁ ତ? ଚାଲ, ଆଜି ମୁଁ ଘରେ ଗାଜର ହାଲବା ତିଆରି କରିଦେବି, ତୁ ଖାଇବୁ। ମାର କଥା ମାନି
ଗୁଡୁ ତା ମା ସାଙ୍ଗରେ ଘରକୁ ଫେରି ଆସିଲା। ମା ଚଢ଼େଇ ରୋଷେଇ ଘରକୁ ଯାଇ ଦେଖିଲା ଘରେ ଗୋଟି ବି ଗାଜର ନାହିଁ। ସେ ଗାଜର କିଣିବା ପାଇଁ ବଜାରକୁ ଗଲା, ହେଲେ ସେଦିନ ସେ କାହା ପାଖରେ ବି ଗାଜର ପାଇଲାନି। ଶେଷରେ ସେ ଗାଜର ହାଲୁଆ ଦୋକାନ ପାଖକୁ ଯାଇ ଦେଖିଲା ସେ ଦୋକାନ ବନ୍ଦ ଅଛି। ଆଜି ଛୁଆଟା କେତେ ଆଶା କରିଥିଲା ଗାଜର ହାଲୁଆ ଖାଇବା ପାଇଁ। ମୁଁ ଆଜି କୋଉଠି ବି ଗାଜର ପାଇଲିନି କି ଗାଜର ହାଲୁଆ ବି ପାଇଲିନି। ଏ କଣ, ବର୍ଷା ବି ପଡ଼ିଲାଣି। ଯାଏ ଘରକୁ ଫେରିଯାଏ, ଛୁଆଟା ଘରେ ଏକା ଥିବ। ଏମିତି ଚିନ୍ତା କରି ମା ଚଢ଼େଇଟି ଘରକୁ ଫେରୁଥିଲା। ହଠାତ୍ ନଦୀ ଭିତରୁ କାନ୍ଦିବାର ସ୍ୱର ଶୁଣି ସେ ଅଟକିଗଲା। ବଞ୍ଚାଅ, ମତେ କେହି ବଞ୍ଚାଅ, ଏ ବୋତଲ ଭିତରୁ ମତେ ବାହାର କରିଦିଅ। ମୋ ନିଶ୍ୱାସ ବନ୍ଦ ହେଇଗଲା ପରି ଲାଗୁଛି, ମତେ କେହି ସାହାଯ୍ୟ କର। ଏମିତି ଶୁଣି ମା ଚଢ଼େଇ ନଦୀକୁ ଦେଖିଲା। ନଦୀ ପାଣିରେ ଏକ ବୋତଲ ଭାସୁଥିଲା। ସେ ବୋତଲ ଭିତରେ ଏକ ଛୋଟ ପ୍ରଜାପତି ଥିଲା। ପ୍ରଜାପତିକୁ ଦେଖି ମା ଚଢ଼େଇ ମନରେ ଦୟା ଆସିଲା। ସେ ନଦୀରୁ ବୋତଲକୁ ଆଣି ତା ମୁହଁକୁ ଖୋଲିଦେଲା। ସଙ୍ଗେ ସଙ୍ଗେ ସେ ପ୍ରଜାପତି ବୋତଲ ଭିତରୁ ବାହାରି ଆସିଲା। ହେଲେ ଏ କ'ଣ, ସେ ପ୍ରଜାପତି ହଠାତ୍ ଏକ ସୁନ୍ଦର ପରୀରେ ବଦଳିଗଲା। ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। କେତେ ଦିନରୁ ମୁଁ ଏ ବୋତଲରେ ବନ୍ଦୀ ହେଇଥିଲି, ଆଜି ତୋ ପାଇଁ ମୁଁ ମୁକ୍ତ ହେଇପାରିଲି। ତୁମେ କିଏ? ଏ ବୋତଲ ଭିତରକୁ ତମେ କେମିତି ଗଲ? ମୁଁ ଜଣେ ପରୀ। ଗୋଟିଏ ଦୁଷ୍ଟ ଯାଦୁଗର ମୋତେ ପ୍ରଜାପତି କରି ଏ ବୋତଲ ଭିତରେ ବନ୍ଦୀ କରିଦେଇଥିଲା। ମୁଁ ନଦୀ ଭିତରେ ଥାଏ, ମୋତେ କେହି ଦେଖିପାରନ୍ତିନି। ବର୍ଷା ହେଲେ ଏ ବୋତଲ ନଦୀ ପାଣି ଉପରେ ଭାସେ। ମୁଁ ସେତେବେଳେ ଅନେକ କାନ୍ଦେ ଆଉ ସମସ୍ତଙ୍କୁ ସାହାଯ୍ୟ ମାଗେ। ସମସ୍ତେ ମୋତେ ଭୂତ ଭାବି ମୋ ପାଖକୁ ଆସନ୍ତିନି, ମୋତେ ସାହାଯ୍ୟ ବି କରନ୍ତିନି। ହେଲେ ତୁ ଆଜି ମୋର କାନ୍ଦ ଶୁଣି ମୋତେ ରକ୍ଷା କଲୁ। ମୁଁ ତୋର ଏ ଉପକାର କେବେ ବି ଭୁଲିବିନି। ମୁଁ ତତେ କିଛି ଦେବାକୁ ଚାହୁଁଛି। କହ ଚଢ଼େଇ, ତୋର କ'ଣ ଦରକାର? ନା ନା, ମୋର ସେମିତି କିଛି ଦରକାର ନାହିଁ। କଥା କ'ଣ କି, ଆଜି ମୋ ପୁଅଟି ଗାଜର ହାଲୁଆ ଖାଇବାକୁ ଭାରି ଇଚ୍ଛା କରିଥିଲା। ଆଜି ମୁଁ ବଜାରରେ କେଉଁଠି ବି ଗାଜର ପାଇଲିନି। କ'ଣ ତୁମେ ମୋତେ କିଛି ଗାଜର ଦେଇପାରିବ? ଆରେ ଚଢ଼େଇ, ସତରେ ତୁ କେତେ ସରଳ। ତୁ ଚାହିଁଥିଲେ ମୋତେ ସୁନା, ରୂପା, ଟଙ୍କା, ପଇସା ଆହୁରି ଅନେକ କିଛି ମାଗିପାରିଥାନ୍ତୁ। ତା ନ ମାଗି ତୁ ମୋତେ ଗାଜର ମାଗୁଛୁ। ମୁଁ ତତେ ଗୋଟେ ଗାଜର ମଞ୍ଜି ଦେବି। ତୁ ସେ ଗାଜର ମଞ୍ଜି ନେଇ ନିଜ ଅଗଣାରେ ପୋତି ଦେବୁ। ସକାଳେ ତୁ ଏମିତି ଗୋଟେ ବଡ଼ ଗାଜର ପାଇବୁ, ଅନେକ ଦିନ ଧରି ତୁ ଗାଜର ହାଲୁଆ କରି ଖାଇପାରିବୁ। ଏମିତି କହି ପରୀ ଚଢ଼େଇକୁ ଗାଜର ମଞ୍ଜି ଦେଲା। ଚଢ଼େଇ ସେ ଗାଜର ମଞ୍ଜି ନେଇ ଘରକୁ ଗଲା ଆଉ ନିଜ ଅଗଣାରେ ପୋତି ଦେଲା। ରାତି ସାରା ବର୍ଷା ହେଉଥିଲା। ଚଢ଼େଇ ଆଉ ତାର ପୁଅ ଶୋଇଥିଲେ। ଅଧରାତିରେ ଭୂମିକମ୍ପ ହେଲା ପରି ତାଙ୍କ ଘର ହଲିଲା। ସକାଳେ ବର୍ଷା ଛାଡ଼ିଗଲା। ମା ଚଢ଼େଇଟି ବାହାରକୁ ଆସି ଦେଖିଲା ତାଙ୍କ ଘର ଅଗଣାରେ ଏକ ବଡ଼ ଗାଜର ବାହାରିଛି। ଚଢ଼େଇର ପଡ଼ୋଶୀମାନେ ବି ସେଠାକୁ ଆସି ବଡ଼ ଗାଜରକୁ ଦେଖି କହିଲେ, ଆରେ ଚଢ଼େଇ, ତୁ ଏତେ ବଡ଼ ଗାଜର ଚାଷ କଲୁ କେମିତି? ବାପରେ, ଏ ଗାଜର ତ ସତରେ ବହୁତ ବଡ଼। ମା, ଏବେ ତୁମେ ମୋତେ ଗାଜର ହାଲୁଆ ତିଆରି କରି ଦିଅ ନା। ହଁ ଧନ, ମୁଁ ଏବେ ହିଁ ତୋ ପାଇଁ ଗାଜର ହାଲୁଆ ତିଆରି କରିଦେବି। ରହ, ମୁଁ ଆଗ ଏଇ ଗାଜରକୁ କାଟିଦିଏ। ଆରେ ଚଢ଼େଇ, ତୁ ଏ ଛୋଟ ଛୁରୀରେ ଏତେ ବଡ଼ ଗାଜର କାଟି ପାରିବୁନି। ମୋ ପାଖରେ ଗଛ କାଟିବା କଟୁରୀ ଅଛି। ରହ, ମୁଁ ଆଣିଦେଉଛି। ସମସ୍ତେ ମିଶି ଏ ଗାଜରକୁ କାଟିବା। ବଡ଼ ଗାଜର କଥା ସଙ୍ଗେ ସଙ୍ଗେ ହିଁ ଚାରିଆଡ଼େ ପ୍ରଚାର ହେଇଗଲା। ଜଙ୍ଗଲର ରାଜା ବି ସେ ବଡ଼ ଗାଜର ଦେଖିବା ପାଇଁ ଆସିଲା। ସମସ୍ତେ ମିଶି ଟିକେ ଟିକେ କରି ସେ ବଡ଼ ଗାଜରକୁ କାଟିଲେ। ମା ଚଢ଼େଇ ସମସ୍ତଙ୍କୁ ଗାଜର ହାଲୁଆ ତିଆରି କରି ଖାଇବାକୁ ଦେଲା। ମା ଚଢ଼େଇର ହାତ ତିଆରି ଗାଜର ହାଲୁଆ ରାଜା ଚଢ଼େଇକୁ ଭାରି ମିଠା ଲାଗିଲା। ଆରେ ବାଃ ଚଢ଼େଇ, ତୁ ତ ବହୁତ ଭଲ ଗାଜର ହାଲୁଆ ତିଆରି କରିଛୁ। ମୁଁ ତତେ ରାଜପ୍ରସାଦରେ ରୋଷେଇଆର ଚାକିରି ଦେଉଛି। କାଲିଠୁ ତୁ ମୋ ପାଇଁ ରୋଷେଇ କରିବୁ। ଆଉ ହଁ, ଏତେ ବଡ଼ ଗାଜର ଚାଷ କରିଥିବାରୁ ମୁଁ ତତେ କିଛି ଉପହାର ବି ଦେଉଛି। ଏଇ ନେ। ଏମିତି କହି ରାଜା ମା ଚଢ଼େଇକୁ ଏକ ସୁନା ଟଙ୍କାର ଥଳି ଦେଲା। ମା ଚଢ଼େଇ ଖୁସି ହେଇ ରାଜାକୁ ଧନ୍ୟବାଦ ଜଣାଇଲା। ମା ଚଢ଼େଇ ସେ ବଡ଼ ଗାଜରକୁ ଜଙ୍ଗଲ ସାରା ଚଢ଼େଇଙ୍କୁ ବାଣ୍ଟିଦେଲା। 7 ଦିନ ଧରି ସମସ୍ତେ ସେ ଗାଜରରୁ ମିଠା ହାଲୁଆ ତିଆରି କରି ଖାଇଲେ।
ରାଜପ୍ରସାଦରେ ମା ଚଢ଼େଇଟି ରୋଷେଇଆର ଚାକିରି ପାଇଲା। ପ୍ରତ୍ୟେକ ମାସ ସେ ଅନେକ ଟଙ୍କା ପାଉଥିଲା। ତାର ଆଉ କିଛି ଅଭାବ ରହିଲାନି। ନିଜ ଛୁଆ ସହ ସେ ଆରାମରେ ଚଳିଲା।